ଆଉ ଏତିକିରେ ଆମର କାମ ସମାପ୍ତ ହେଲା। ଆଉ ଯେହେତୁ ତାଙ୍କର ସରିଗଲା ନିମଟାଲ ପତନ ହେଇଗଲା ଆମର ବି କ'ଣ ନା 7 ଫୁଟ ହେଇଗଲା ଆମର ମନ୍ଦିର। ଯେହେତୁ 7 ଫୁଟ ହେଲା ଏତିକିରେ ଆମ କାଲିଠୁ ଗର୍ଭମୁଦ ଆରମ୍ଭ ହେବ। ଏତିକିରେ ଆମ ସମାପ୍ତ ହେବ। ହେଲା ତ ସମାପ୍ତ ହେଲା। କାମ ଛୁଟି କରିକି ପିଲାମାନେ ଥୁଆଥୁଇ ସାମନା କରୁଛନ୍ତି। ଆପଣମାନେ ଚାରିପାର୍ଶ୍ୱ ଆପଣମାନଙ୍କୁ ବୁଲେଇ ଦେଖୁଛି। ଆଉ ଏଭଳିଆ 5 ଦିନ ଆଜିକି 5 ଦିନର କାମ ଏଭଳିଆ ଆମର କାମ ଚାଲିଛି ନୟାଗଡ଼ ଦଶପଲ୍ଲା ଗାଁ। ଜାଗାଟା ନାଁ ହେଲା କ'ଣ ନା ତେନ୍ତୁଳି ପାଟଣା। ଦଶପଲ୍ଲା ପାଖାପାଖି ତେନ୍ତୁଳି ପାଟଣା ମାନେ ଦଶପଲ୍ଲାକୁ ଲାଗିଛି ଏନିସି ଏରିଆ। ଏଭଳିଆ କାମ ଅଛି। ଚାରିପାର୍ଶ୍ୱର କାମ ଏଭଳି ହେଇଛି। କାରୁକାର୍ଯ୍ୟ ଯାହା କିଛି ହେବ ଶେଷରେ ହେବ। ବର୍ତ୍ତମାନ ଏବେ ତ ଆମର ଚାଳି ମନ୍ଦିର ଯେହେତୁ ହେଉଛି ଚାଳି ମନ୍ଦିରର ଦୃଶ୍ୟ ଏଭଳି। ଆଉ ମଣ୍ଡପଟା ଯେହେତୁ ଅଛି ଆଗରେ ହେଲା ମଣ୍ଡପଟା ଯେହେତୁ ବଡ଼ ଅଛି କିଛି ଅସୁବିଧା ନାହିଁ। ଯେତିକି ଅଛି ଭଲ ଲାଗୁଛି। ତ ଆମର 3 ପଟେ ଆମର 5 ଠାକୁର ରହେ 3ଟା ଠାକୁର ହେଲେ କେମିତି ଲାଗୁଛି ଏପଟ ଲାଇନ୍ଟା ଦୃଶ୍ୟଟା ଭଲ ଲାଗୁଛି। ଆପଣଙ୍କୁ କେମିତି ଲାଗୁଛି ମତାମତ ଦେବେ। ଆଉ ଲାଇକ୍ ସବସ୍କ୍ରାଇବ୍ ସେୟାର କରିବେ। ଜୟ ଜଗନ୍ନାଥ। ରହିଲି। ପୁଣି ଦେଖା ହେବ ଆ ସାଙ୍ଗରେ ଆପଣମାନଙ୍କ ମଜାଦାର କମେଡି ବ୍ଲଗ୍। ମୁଁ ପ୍ରହ୍ଲାଦ ପ୍ରଧାନ। ଏମିତି ଦେଖୁଥିବେ। ଲାଇକ୍ ସବସ୍କ୍ରାଇବ୍ ସେୟାର କରିବେ। ଜୟ ଜଗନ୍ନାଥ। ରହିଲି।